ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ କାଙ୍କଣର ରେସିପି ଆଣିଛି। ଆଉ ଏତେ ବଢ଼ିଆ ଏ ରେସିପି ଗୋଟେ ଥର ବନେଇବେ ତ ସବୁଥର ଏମିତି ବନେଇବେ। କାହିଁକି ନା ଯିଏ କାଙ୍କଣ ନ ଖାଉଥିବେ ଯଦି ଏ ରେସିପିଟା ବନାଉଛନ୍ତି ତ ମାଗିକି ସମସ୍ତେ ଖାଇବେ, ପିଲାଠୁ ବଡ଼ ପର୍ଯ୍ୟନ୍ତ। ତ ଚାଲନ୍ତୁ ଦେଖନ୍ତୁ, ମୁଁ କିଛି କାଙ୍କଣ ନେଇଛି। ପ୍ରଥମେ ଭଲ ଭାବରେ ଧୋଇ ନେଇଛି। ପରିବା ଯଦି ଟିକେ ମଇଳା ହେଉଛି ସାଙ୍ଗମାନେ, ଟିକେ ଗରମ ପାଣି କରିକି ଟିକେ ଲେମ୍ବୁ ଚିପୁଡ଼ି ଦେବେ, ଟିକେ ଲୁଣ ପକାଇଦେବେ, ତାପରେ ପରିବାକୁ ଧୋଇ ନେବେ, ପୁରା ଏକଦମ ବଢ଼ିଆ ସେ ସଫା ହେଇଯିବ। ତ ଏଇଠି ଦେଖନ୍ତୁ କାଙ୍କଣକୁ ଭଲ ଭାବେ ଧୋଇକି ଏମିତି ଚେକା ଚେକା କରି କାଟି ନେଇଛି। ଆପଣଙ୍କ ହିସାବରେ କାଟିପାରିବେ, କିନ୍ତୁ ଏମିତି କାଟିଲେ ଦେଖିବାକୁ ଭଲ ଲାଗିବ, ସାଙ୍ଗେ ସାଙ୍ଗେ ଖାଇବା ପାଇଁ ବି ମଜା ଲାଗିବ। ତ ଏମିତି ଭଲ ଭାବେ କାଟି ନେଇଛି। ତାପରେ ଗୋଟେ ଟିକେ ଗ୍ୟାସ୍ ଅନ୍ କରିକି ଗୋଟେ କଡ଼େଇ ବସାଇ ନେଇଛି। ମୁଁ ଲୁହାର କଡ଼େଇ ନେଇଛି ସାଙ୍ଗମାନେ, ଆପଣ ଚାହିଁଲେ କୌଣସି ବି ବାସନ ନେଇପାରିବେ, ଟିକେ କାଡ଼ୁଆ ବାସନ ନେବେ। ତ ଏଇଠି ଦେଖନ୍ତୁ ମୁଁ କିଛି ସୋରିଷ ତେଲ ନେଇଛି, ଆଉ ଟିକେ ଫୁଟିବା ପାଇଁ ଜିରା ନେଇଛି। ଆପଣ କୌଣସି ବି ତେଲର ବ୍ୟବହାର କରିପାରିବେ। ସୋରିଷ ତେଲରେ ଏ ରେସିପିଟା ଭଲ ଲାଗେ, ବହୁତ ଖାଇବା ପାଇଁକି ଟେଷ୍ଟ ଲାଗେ। ତ ଏଇଠି ଦେଖନ୍ତୁ ଜିରା ଫୁଟିଗଲାଣି, ତ ମୁଁ ଏଇଠି ପିଆଜ ଦେଇଦେଇଛି। ପିଆଜ ଟିକେ ଭାଜି ହେଇଗଲାଣି, ଭଲ ଭାବରେ ପିଆଜକୁ ଭାଜିବେ। ଦେଖନ୍ତୁ ପିଆଜ ଭାଜି ହେଇଗଲାଣି, ତ ମୁଁ ଏମିତି ଟିକେ କଡ଼ କରିକି ରସୁଣ କିଛି କୋଲା କାଟିକି ମୁଁ ଏମିତି ନେଇଛି। ଏମିତି କାଟିକି ନେଲେ ଆର ସ୍ୱାଦଟା ପିଆଜ ଦେହରେ ଆସିବ ଆଉ ବହୁତ ହି ବଢ଼ିଆ ଲାଗିବ। ତ ଭଲ ଭାବେ ରସୁଣ ପିଆଜକୁ ମିଶାଇକି ଭାଜି ନେଇଛି। ତାପରେ ଏଠି ଯେଉଁ କାଙ୍କଣକୁ କାଟିକି ରଖିଥିଲି, କାଙ୍କଣକୁ ପକାଇ ଦେଇଛି। ପକାଇକି ଭଲ ଭାବରେ ଗୋଳେଇ ନେଇଛି। ଦେଖନ୍ତୁ ସାଙ୍ଗମାନେ, ଏଠି ଏ ରେସିପିଟା ବହୁତ ହି ସୁଆଦିଆ ଲାଗେ ଏମିତି ବନେଇଲେ। ତାପରେ ଆଳୁ କିଛି ବି ସେମିତି ଚେକା ଚେକା କରି କାଟିକି ପକାଇଛି। ଯଦି ଆପଣମାନେ ଆଳୁ ଖାଆନ୍ତିନି ତ ଆଳୁ ଆପଣ ସ୍କିପ୍ କରିପାରିବେ। ତ ଏଇଠି ଦେଖନ୍ତୁ ହଳଦୀ ଗୁଣ୍ଡ ଦେଇଛି, ଆଉ ସ୍ୱାଦ ହିସାବରେ ଲୁଣ ଦେଇଛି। ତାପରେ ଟିକେ ଲଙ୍କା ଗୁଣ୍ଡ ଦେଇଛି। ଆପଣ ଚାହିଁଲେ ଯଦି ରାଗ ଖାଇବାକୁ ପସନ୍ଦ କରନ୍ତିନି ତ ଆପଣ କମ୍ ବେଶୀ କରିପାରିବେ ରାଗ। ତ ଏଇଠି ଭଲ ଭାବେ ଗୋଳେଇ ନେଇଛି। ସାଙ୍ଗମାନେ ଛୋଟ ଅନୁରୋଧ ଆପଣମାନଙ୍କୁ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁକି। ତ ଦେଖନ୍ତୁ ଗୋଳେଇକିରି ଘୋଡ଼େଇ ନେଇଛି। ଏ ସିଝିବା ଭିତରେ ଚାଲନ୍ତୁ ଗୋଟେ ମସଲା ବନେଇବା। ଦେଖନ୍ତୁ କିଛି ରସୁଣ ନେଇଛି, ତାପରେ ବାଦାମ କିଛି ନେଇଛି, କିଛି ଅଦା ନେଇଛି, ଆଉ ଦୁଇଟା ଛୋଟ ଛୋଟ ଟମାଟର ନେଇଛି। ଟିକେ ପାଣି ଦେଇକି ବାଟି ନେଇଛି। ଭଲସେ ବାଟିବେନି, ଟିକେ ଖଦଖଦଡ଼ିଆ ରଖିବେ। ଏମିତି ବାଟିଲେ ଆର ସ୍ୱାଦଟା ବଢ଼ିବ। ଚିକଣକି ବାଟିଲେ ଭଲ ଲାଗିବନି ବେଶୀ ଖାଇବା ପାଇଁକି, ତ ଟିକେ ଖଦଖଦଡ଼ିଆ ରଖିବେ। ତ ଏମିତି ମସଲାଟା ବାଟିବା ଦରକାର। ଆଉ ବେଶୀ ଖଣ୍ଡ କରି ରଖିବେନି, ଟିକେ ଖଦଖଦଡ଼ିଆ ରଖିବେ। ତ ଏଇଠି ଦେଖନ୍ତୁ କାଙ୍କଣ ଆଳୁ ଭଲସେ ଭାଜି ହେଇଯାଇଛି ତା ଭିତରେ। ତ ଆମେ ଏଇଠି ଗୋଳେଇ ଦେଇକି କ'ଣ କରିବା ସାଙ୍ଗମାନେ, ଯେଉଁ ମସଲାଟାକୁ ବାଟିଥିଲେ ସେ ମସଲାକୁ ଏଇଠି ଦେଇଦେବେ। ସାଙ୍ଗମାନେ ପୁରା ଫାଇନ୍ ବାଟଣ ବାଟିବେନି, ବାଟିଲେ ବିଲକୁଲ ବି ଭଲ ଲାଗିବନି, ଆଉ ଟେଷ୍ଟ ବି ସେତେ ଲାଗିବନି। ତ ଏଇଠି ଦେଖନ୍ତୁ ମୁଁ ଏଇଠି କ'ଣ କରିଛି, ମସଲାକୁ ଦେଇଦେଇଛି। ମସଲାକୁ ଦେଇ ସାରିଲା ପରେ ଏଇଠି କ'ଣ କରିବା ସାଙ୍ଗମାନେ, ଭଲ ଭାବରେ ଗୋଳେଇ ନେବା। ଯେତେ ଗୋଳେଇ ଭାଜିବେ ସେତେ ଭଲ ଲାଗିବ। ତ ମୁଁ ଏଇଠି ଅଳ୍ପ ଟିକେ ମସଲା ବହୁତ ଗୁଡ଼ିଏ ଲାଗିଥିଲା, ଅଳ୍ପ ଟିକେ ପାଣି ଦେଇକି ମୁଁ ଏଇଠି ଦେଇଦେଇଛି। ତ ମସଲାକୁ ସିଝିବା ଦରକାର, ତା ସାଙ୍ଗେ ସାଙ୍ଗେ କାଙ୍କଣ ଆଳୁର ସ୍ୱାଦରେ ବି ମସଲା ଆସିବା ଦରକାର। ତ ସେଥିପାଇଁ ଅଳ୍ପ ଟିକେ ପାଣି ଦେଇଛି, ବେଶୀ ପାଣିର ବ୍ୟବହାର କରିବେନି। ବେଶୀ ପାଣି ଦେଲେ କାଙ୍କଣ ଆଳୁ ପୁରା ନରମ ହେଇକି ଭାଙ୍ଗିଯିବ, ଆଉ ଗୋଟା ହେଇକି ରହିବନି। ତ ଏଇଠି ଅଳ୍ପ ଟିକେ ପାଣି ଦେବେ, ଆଉ ମସଲାକୁ ଅଳ୍ପ ସିଝେଇବେ, ବେଶୀ ସିଝେଇବେନି। ତ ଏଇଠି ଦେଖନ୍ତୁ ଘୋଡ଼େଇ ଦେଇଥିଲି ଗୋଳେଇକିରି। ତ ଏଇଠି ଘୋଡ଼େଇ ସାରିଲା ପରେ ମସଲାର ବାସ୍ନା ଚେଞ୍ଜ ହେଇଗଲାଣି, ଆଉ ଏଇଠି କାଙ୍କଣ ଆଳୁର ସ୍ୱାଦ ବି ବଢ଼ିଆ ସେ ଆସିଲାଣି। ଆଉ ଯେଉଁ ଆମେ ଏଇଠି ରେସିପିଟା ଯେଉଁ ବନଉଛେ ତାର ସ୍ୱାଦ ଏତେ ବଢ଼ିଆ ସେ ଆସିଲାଣି, ଏତେ ବଢ଼ିଆ ବାସ୍ନା ହେଲାଣି, ଯେଉଁମାନେ ନ ଖାଉଥିବେ ଏ ବାସ୍ନା ଶୁଙ୍ଘିକି ବି ସେମାନେ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିବେ। ତ ଏଇଠି ଦେଖନ୍ତୁ ସାଙ୍ଗମାନେ ଏମିତି ଆଉ ଘୋଡ଼େଇବେନି, ଏମିତି ଗୋଳେଇବେ। ତାକୁ ଯେତେ ଗୋଳେଇକି ଭାଜିବେ ମସଲାକୁ, ଆଉ ବିଲକୁଲ ବି ଘୋଡ଼େଇବେନି। ଯେତେ ଘୋଡ଼େଇବେ ସେତେ ନରମ ହେଇଯିବ।
ଯେତେବେଳେ କାଙ୍କଣ ଆଳୁ ଲୁଣ ହଳଦୀ ଦେଇକି ଭାଜିବା ପାଇଁ ବସାଇଥିଲେ ସେତେବେଳେ ଦେଖିବେ ଯେମିତି କାଙ୍କଣ ଆଳୁ ଭଲସେ ସିଝିଯିବ। ଆଉ ବେଶୀ ଭଲସେ ସିଝେଇବେନି, ଯେତେବେଳେ ଏମିତି ଗୋଳେଇବେ ସେ ଭାଙ୍ଗିଯିବ। ବେଶୀ ଭଲସେ ସିଝେଇବେନି, ଯେମିତି ଦେଖିବେ ଟିକେ ସିଝି ଯାଇଥିବ। ତ ଦେଖନ୍ତୁ ଏଇଠି ଏମିତି ଗୋଳେଇ ଗୋଳେଇକି ଭାଜିବେ। ସାଙ୍ଗମାନେ ଏ ରେସିପିଟି ଯଦି ଭଲ ଲାଗେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆଉ କେଉଁଠୁ ଦେଖୁଛନ୍ତି ଏଇଟା ମୋତେ ନିଶ୍ଚିନ୍ତ ଜଣାଇବେ। ଦେଖନ୍ତୁ ଗୋଳେଇ ଗୋଳେଇ ମୁଁ ଭାଜି ସାରିଲାଣି, ଆଉ ସବୁଯାକ କାଙ୍କଣ ଆଳୁ ପୁରା ଗୋଟା ଗୋଟା ହେଇକି ଅଛି। ତ ସାଙ୍ଗମାନେ ଏଇଠି ଦେଖନ୍ତୁ କାଙ୍କଣ ଆଳୁର ରେସିପି କେତେ ବଢ଼ିଆ ସେ ବନିକି ରେଡ଼ି ହେଇଛି। କାଙ୍କଣ ଆଳୁ ମସଲା ଭଜା। ତ ଏମିତି ନିଶ୍ଚିନ୍ତ କାଙ୍କଣର ଏ ରେସିପି ବନାନ୍ତୁ ଆଉ ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ସାଙ୍ଗମାନେ ଆଜି ପାଇଁ ଏତିକି ରହୁଛି, ପୁଣି ଦେଖାହେବ ନୂଆ ଏକ ରେସିପି ସହିତ। ଜୟ ଜଗନ୍ନାଥ।